ଯଦି ଆପଣ ମହାଧନୀ ହେବାକୁ ଚାହୁଁଛନ୍ତି କିମ୍ବା ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଜନ୍ମକୁଣ୍ଡଳୀରେ ଦେଖନ୍ତୁ ଆପଣଙ୍କର ଭାଗ୍ୟ କେଉଁ ଅବସ୍ଥାରେ ଅଛି, ଭାଗ୍ୟ ସାଥ ଦେଉଛି କି ନାହିଁ, କିମ୍ବା ମହାଧନୀ ଯୋଗ ବନୁଛି କି ନାହିଁ। ଯଦି ମହାଧନୀ ଯୋଗ ବନୁଛି ଏପଟରେ ଭାଗ୍ୟ ସାଥ ଦେଉନି ତେବେ ଏକ ଉପାୟ ମୁଁ କହୁଛି କରନ୍ତୁ, ଏକ ସରଳ ଉପାୟ। ଆଜିକା ଡେଟ୍ରେ ଆମେ ଭଲ ପାଉଥିବା ଜିନିଷ ଯେଉଁଟାକି ଦ୍ରବ୍ୟ, ଯେଉଁଟାକି ପଇସା, ଆମେ ଆଜିକା ଡେଟ୍ରେ ଯେଉଁ ପଇସାକୁ ଆମେ ଭଲ ପାଉଛନ୍ତି ସେଇ ପଇସାକୁ ଆମ ଜନ୍ମଜାତକ ଦେଖିବା, ଲଗ୍ନଠୁ ପଞ୍ଚମ ଘର ଦେଖିବା। ଲଗ୍ନଠୁ ପଞ୍ଚମ ହେଉଛନ୍ତି ଇଷ୍ଟଦେବଙ୍କର, ସେଇ ଇଷ୍ଟଦେବଙ୍କୁ ସ୍ମରଣ କରିବା କିମ୍ବା ଆପଣ ଯେଉଁ ଭଗବାନଙ୍କୁ ଭଲ ପାଉଥିବେ, ଯାହାକୁ ଆପଣ ମାନୁଥିବେ ଇଏ ମୋର ସବୁକିଛି, ସେଇ ଭଗବାନଙ୍କୁ ସ୍ମରଣ କରି ନିଜ ପୂଜା ଘରେ ଯଦି 1 ଟଙ୍କା ଲେଖାଏଁ ମୁଦ୍ରା ହେଉ କିମ୍ବା 5 ଟଙ୍କା ଲେଖାଏଁ ମୁଦ୍ରା ହେଉ, ଆପଣ ସକାଳୁ ସ୍ନାନ ପରେ ଗଙ୍ଗା ଜଳରେ ଧୋଇକି ସେ ଇଷ୍ଟଦେବଙ୍କୁ ସ୍ମରଣ କରି ରଖୁଛନ୍ତି। ମାସ ଶେଷ କିମ୍ବା ଆପଣଙ୍କର ପ୍ରତ୍ୟେକ ଅମାବାସ୍ୟାକୁ ସେଇ 30 ଟଙ୍କା ହେଉ କିମ୍ବା 5 ଟଙ୍କା ଲେଖାଏଁ ହେଉଥିଲେ 150 ଟଙ୍କା ହେଉ, ଆପଣ ସେତିକି ଟଙ୍କା ନେଇ କୌଣସି ଗୋଶାଳାରେ ନେଇକି ଦାନ କରି ଆସୁଛନ୍ତି, ତେବେ ଆପଣଙ୍କର ଭାଗ୍ୟ ସାଥ ଦେବ। ଏହା ନିଶ୍ଚିନ୍ତ। ପ୍ରତ୍ୟେକ ଦିନ ସକାଳୁ ସ୍ନାନ ପରେ ସେ 1 ଟଙ୍କା ଲେଖାଏଁ ହେଉ ବା 5 ଟଙ୍କା ଲେଖାଏଁ ହେଉ ଗଙ୍ଗା ଜଳରେ ଧୋଇକି ଇଷ୍ଟଦେବଙ୍କୁ ସ୍ମରଣ କରିକି ପୂଜା ଘରେ ରଖୁଛନ୍ତି ଏବଂ ଅମାବାସ୍ୟାକୁ ଅମାବାସ୍ୟା ନେଇକି ଆପଣ କେଉଁଠି ରଖୁଛନ୍ତି ନା ଗୋଶାଳାରେ ଦାନ କରି ଆସୁଛନ୍ତି, ତେବେ ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ଧନୀର ଯୋଗ ବନିବ, ମହାଧନୀ ଯୋଗ ବନିବ। ଆଉ ଯଦି ମହାଧନୀ ଯୋଗ କୁଣ୍ଡଳୀରେ ବନୁଛି ତା ସାଥ ଦେଉନି କିମ୍ବା ଭାଗ୍ୟ ସାଥ ଦେଉନି, ତା ନିଶ୍ଚିନ୍ତ ଏହି ଉପାୟ କରିଲା ମାତ୍ରେ 6 ମାସ କରିବା ପରେ ତାହା ସଫଳ ହେବ। କରିକି ଦେଖନ୍ତୁ, ଏ ଉପାୟ ନିଶ୍ଚିନ୍ତ ସଫଳ ପାଇବେ। ଜୟ ଜୟ।